ବିଜେଡି ଅମଳର ଲାଞ୍ଚୁଆ ଖାକି ବାବୁ ଏବେ ସୁନା ପୁଅ। ବିଜେଡି ସରକାରଙ୍କ ଅମଳରେ ଯେଉଁ ପୋଲିସ ବାବୁ ଜଣକ ତତ୍କାଳୀନ ବିଜେପି ନେତା ମୋହନ ଚରଣ ମାଝୀଙ୍କୁ ଆଗ ପଛ ବିଚାରଣ କରି ଗେଟ୍ ଆଉଟ୍ କହିଥିଲେ, ଜିଲ୍ଲାପାଳଙ୍କ ବୈଠକରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ପୃକ୍ତ ପୁଲିସ ବାବୁଙ୍କୁ କ୍ଷମା କରିଦେଇଥିବା କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ତାଙ୍କୁ ଯେଉଁ ପୁଲିସ ବାବୁ ଜଣକ ଗେଟ୍ ଆଉଟ୍ କହିଥିଲେ ସେ ତାଙ୍କ ମର୍ଜିରେ କହିନଥିଲେ, ବିଜେଡି ନେତାଙ୍କ ଚାପରେ ପଡ଼ି ଗେଟ୍ ଆଉଟ୍ କହିଥିଲେ। ଯଦି ତାହା ସତ ହୋଇଥାଏ ତାହେଲେ ଏବେ ରାଜ୍ୟର ସବୁ ଥାନାରେ କାମ କରୁଥିବା ପୁଲିସ ବାବୁମାନେ ବିଜେପି ନେତାଙ୍କ କଥାରେ ଥାନାକୁ ଯାଉଥିବା ବାବୁମାନଙ୍କୁ ଗେଟ୍ ଆଉଟ୍ କାହିଁକି ନ କହିବେ? ଏମିତି ଆଶଙ୍କା କରିଛନ୍ତି ଚକେଇ ସିଆଣିର କିଛି ବୁଦ୍ଧିଜୀବୀ। ଯଦି ଥାନା ବାବୁମାନେ କ୍ଷମତାସୀନ ବିଜେପି ନେତାଙ୍କୁ ମୁଣ୍ଡରେ ବସାଇବେ ତେବେ ସାଧାରଣ ଜନତାଙ୍କ ଭେଳା ବୁଡ଼ିଯିବା ସୁନିଶ୍ଚିତ। ସଂକ୍ଷେପରେ କହିଲେ, ପୁଲିସ କର୍ମଚାରୀମାନେ ଭଦଭଦଳିଆ ପକ୍ଷୀ, କ୍ଷମତାସୀନ ଦଳକୁ ସୁହାଇଲା ଭଳି କାମ କରିବେ। କାଉକୁ ବେଙ୍ଗ କହି ଆକାଶରେ ଉଡ଼ୁଛି କହିବେ ବାଧ୍ୟ ରହିବେ, ସାଧାରଣ ଜନତା ତାକୁ ମାନିବାକୁ ବାଧ୍ୟ ରହିବେ।